ସୋରସ୍ଥିତ ସାଧୁଆପଡ଼ା ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିରରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତି ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଭାବନା ମଧ୍ୟରେ ଦିବସବ୍ୟାପୀ ବିଶ୍ୱକଲ୍ୟାଣ ମହାଯଜ୍ଞ ନଗର କୀର୍ତ୍ତନ ପ୍ରବଚନ ସହ ଦୁଇଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଗତକାଲି ସମ୍ପନ୍ନ ହୋଇଯାଇଛି। ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପରିଚାଳନା କମିଟି ତରଫରୁ ପବିତ୍ର ରାହସ ପୂର୍ଣ୍ଣିମା ଅବସରରେ ନଗର କୀର୍ତ୍ତନ ସହ ସନ୍ଧ୍ୟାରେ ସ୍ଥାନୀୟ ପୋଖରୀରୁ ଶ୍ରଦ୍ଧାଳୁ ଭକ୍ତମାନେ ଜଳ ଉତ୍ତୋଳନ କରି ଯଜ୍ଞ ମଣ୍ଡପ ନିକଟରେ ଆଣି ଘଟ ସ୍ଥାପନ କରିଥିଲେ। ଗୁରୁବାର ପୂର୍ବାହ୍ନ 11ଟା ବେଳେ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଯଜ୍ଞ ମଣ୍ଡପରେ ସ୍ଥାନୀୟ ପୂଜକମାନଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ସୂର୍ଯ୍ୟପୂଜା ଗୋପୂଜା ଯଜ୍ଞ ମଣ୍ଡପ ପୂଜା ସମସ୍ତ ଦେବାଦେବୀଙ୍କୁ ଆହ୍ୱାନ କରାଯାଇ ଯଜ୍ଞରେ ଆହୁତି ପ୍ରଦାନ କାର୍ଯ୍ୟ କରାଯାଇଥିଲା। କର୍ତ୍ତା ଭାବେ ବିଦ୍ୟାଧର ଖଟୁଆ ଏବଂ ତାଙ୍କ ଧର୍ମପତ୍ନୀ ଯଜ୍ଞ ମଣ୍ଡପରେ ବସି ଆହୁତି ପ୍ରଦାନ କରିଥିଲେ। ସନ୍ଧ୍ୟାରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ପୂର୍ଣ୍ଣ ଆହୁତି ପ୍ରଦାନ କରିବା ସହ ରାତ୍ର 11ଟା ଯାଏଁ ପ୍ରବଚନ ପ୍ରଦାନ କରିଥିଲେ। ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ସୁମଧୁର ପ୍ରବଚନ ଶୁଣିବା ପାଇଁ ଦହିସଢ଼ା ପଞ୍ଚାୟତର ଆଖପାଖ ଗାଁ ଓ ସୋର ସହରରୁ 2000 ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରଦ୍ଧାଳୁଙ୍କ ନଦିଆ କୀର୍ତ୍ତନ ନୃତ୍ୟ ହରିବୋଲ ହୁଳହୁଳିରେ ସମଗ୍ର ପୂଜାସ୍ଥଳ ପ୍ରକମ୍ପିତ ହୋଇଉଠିଥିଲା। ସେହିଭଳି ପ୍ରଥମ ଦିନରେ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ ଥିବା ଓଡ଼ିଶୀ ନୃତ୍ୟ ଶିବନାରାୟଣ ବାନାର୍ଜୀଙ୍କ ଦ୍ୱାରା ପରିବେଷଣ ଏକାକୀ ନୃତ୍ୟ ଆହେ ନୀଳ ଶୈଳ ଆୟୋଜିତ ଏହି ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗତ ସାଧାରଣ ନିର୍ବାଚନରେ ସୋର କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ସୁବ୍ରତ ଧଡ଼ା ଏବଂ ସମ୍ମାନୀୟ ଅତିଥି ଭାବେ ଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ଭଣ୍ଡାରର ଉପମୁଖ୍ୟ ପ୍ରବନ୍ଧକ ତଥା ମାର୍କଣା ନିବାସୀ ଆଲୋକ ପାଢ଼ୀ ଦିଲ୍ଲୀର ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀନାରାୟଣ ବେବର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମଞ୍ଚାସୀନ ଅତିଥିମାନଙ୍କ ସହ କିଛି ବ୍ୟକ୍ତିବିଶେଷଙ୍କୁ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପୂଜା ସାଂସ୍କୃତିକ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦିଲ୍ଲୀରୁ ଆସିଥିବା ଶ୍ରୀ ଆଲୋକ ପାଢ଼ୀ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀନାରାୟଣ ବେବର୍ତ୍ତା ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାଧୁଆପଡ଼ା ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ବାରିକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ଅନ୍ତିମ ଦିବସରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟଶିଳ୍ପୀ ନୃତ୍ୟଗୁରୁ ମିତାଲି ଷଡ଼ଙ୍ଗୀଙ୍କ ଦ୍ୱାରା ଦଳଗତ ଭାବେ ଓଡ଼ିଶୀ ନୃତ୍ୟ ସହ କୁନି ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀର ଅନ୍ୟାନ୍ୟ ନୃତ୍ୟ ପରିବେଷଣ ଦେଖିବାକୁ ମିଳିଥିଲା। ଅନ୍ତିମ ପର୍ଯ୍ୟାୟରେ ଅଙ୍କିତା ଜେନାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତି ଶିଶୁ କଳାକାରମାନେ ମହାଭାରତ ଉପରେ ଆଧାରିତ ନୃତ୍ୟବାଟିକା ପରିବେଷଣ କରିଥିଲେ। ଆୟୋଜିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ଜେନା ବୁଦ୍ଧିରାମ ବିଶ୍ୱାଳ ମୁରଲୀଧର ନାୟକ ନରେନ୍ଦ୍ର ଜେନା ଜ୍ଞାନରଞ୍ଜନ ଗିରି ଦେବେନ୍ଦ୍ର ଘଡ଼େଇ ପଦ୍ମନାଭ ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ କରୁଣାକର ମଢୁଆଳ ଉତ୍ସବର ପ୍ରଥମ ଦିନ ଉପସ୍ଥିତ ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ବିତରଣ ବ୍ୟବସ୍ଥା କରିବା ସହ କାର୍ତ୍ତିକ ପୂର୍ଣ୍ଣିମା ଦିନ ମଧ୍ୟାହ୍ନରେ ମଧ୍ୟ କୀର୍ତ୍ତନୀୟମାନଙ୍କ ଦ୍ୱାରା ଅନ୍ନପ୍ରସାଦ ଭୋଗର ବ୍ୟବସ୍ଥା କରିଥିବା ଦେଖାଦେଇଥିଲା। ଏହି ଭବ୍ୟ ଉତ୍ସବକୁ ଅଙ୍କିତ ଖଟୁଆ କାର୍ତ୍ତିକ ଖଟୁଆ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିବା ଜଣାପଡ଼ିଛି। ସୋର ଗସ୍ତରେ ଥିବା ଆମ ଦିଲ୍ଲୀ ପ୍ରତିନିଧି ଲକ୍ଷ୍ମୀନାରାୟଣ ବେବର୍ତ୍ତାଙ୍କ ରିପୋର୍ଟ ଓମ୍ ଟିଭି ଓଡ଼ିଶା। ଧନ୍ୟବାଦ ଦେବି ଆମର ଲକ୍ଷ୍ମୀ ନୃସିଂହନାଥର କମିଟିର ସମସ୍ତ ବନ୍ଧୁମାନଙ୍କୁ ଯେଉଁମାନେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବଡ଼ ଧୁମଧାମରେ ସବୁ ଜିନିଷ ସବୁ ଠିକ୍ ଠାକ୍ କରିକି ମଞ୍ଚ ମଧ୍ୟ ତିଆରି କରିଛନ୍ତି ଏବଂ ପ୍ରଭୁଙ୍କର ପୂଜା ସମୟରେ ମଧ୍ୟ କରିଛନ୍ତି। ଏବଂ ଆଜିର ସବୁଠୁ ବଡ଼ ବିଶେଷ ଆକର୍ଷଣ ହେଲା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯିଏ ବିଶିଷ୍ଟ ପ୍ରବଚକ ସେ ଆଜି ତାଙ୍କର ଭକ୍ତି ମାଧ୍ୟମରେ ଏବଂ ପ୍ରଭୁଙ୍କୁ କେମିତି ପାଇହବ ସେ ମାଧ୍ୟମ କେମିତି ମୁଖ୍ୟ ପ୍ରାପ୍ତ କରିହବ ସେ ମାଧ୍ୟମରେ ସେ ଆଜି ତାଙ୍କର ପ୍ରବଚନ ରଖିବେ ଏବଂ ଆଜିର ସମସ୍ତ ଯେଉଁ କମିଟିର କର୍ମକର୍ତ୍ତା ମାନଙ୍କୁ ମୁଁ ଧନ୍ୟବାଦ ଦେବି ଏବଂ କେମିତି এই ପୂଜା ଅର୍ଚ୍ଚନା ସବୁବେଳେ ଠିକ୍ ହେଇପାରିବ ଏବଂ এই ପଞ୍ଚାୟତର କେମିତି ମଧ୍ୟ ବିକାଶ ହେଇପାରିବ ନିଶ୍ଚୟ ପ୍ରଭୁଙ୍କ ପାଖରେ ମୋର ପ୍ରାର୍ଥନା। ଧନ୍ୟବାଦ। ଧନ୍ୟବାଦ। ସନାତନ ଧର୍ମର ମୌଳିକ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର କଥା ଶ୍ରବଣ କରିବା। ଭଗବାନ କଥା ଶ୍ରବଣ କଲେ ଜୀବନ ମୁଖ୍ୟ ଲାଭ ହୁଏ ଏବଂ ଭଗବାନ କଥା ହେଉଛି ଭକ୍ତିର ସର୍ବଶ୍ରେଷ୍ଠ ଅଙ୍ଗ। ଯଜ୍ଞ ସହିତ ନାମଯଜ୍ଞ ଓ ସଂକୀର୍ତ୍ତନ ସହିତ ଜ୍ଞାନ ଯଜ୍ଞ ତିନୋଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ଏବଂ ଅନ୍ନ ଯଜ୍ଞ ମଧ୍ୟ ଦିଆଯାଉଛି। ତେଣୁ ଏ ପଞ୍ଚମହାଯଜ୍ଞ କାର୍ଯ୍ୟକ୍ରମରେ ମୁଁ ନିଜକୁ ସାମିଲ କରି ଗୌରବ ମନେ କରୁଛି। ଭଗବାନ ଲକ୍ଷ୍ମୀ ନୃସିଂହଙ୍କ ଆଶୀଷ ଆଶୀର୍ବାଦ ରହୁ। ଲକ୍ଷ୍ମୀ ନୃସିଂହ ଆଶୀଷ ଆଶୀର୍ବାଦ ରହିଲେ ये ग्रामवासी सुख रुहतु ये जनता साधारण लोक सुख हो यही कामना।